ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ନପଲ୍ଲୀ ମୌଜାର ସରକାରୀ ଜାଗାକୁ ଜବରଦଖଲ ଉଚ୍ଛେଦ ଦାବିରେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲେ ଅସନ୍ନପଲ୍ଲୀ ଗ୍ରାମର ଗ୍ରାମବାସୀ। ସୂଚନା ଅନୁଯାୟୀ ବୋଲଗଡ଼ ତହସିଲ ଅନ୍ତର୍ଗତ ଆସନ୍ନପଲ୍ଲୀ ଗ୍ରାମର ଖାତା ନମ୍ବର 427 ପ୍ଲଟ ନମ୍ବର 564 କିସମ ରାସ୍ତା ସରକାରୀ ଜାଗାରେ ବେଆଇନ ଭାବେ ଜବରଦଖଲ କରି ସେହି ଗ୍ରାମର ବଂଶୀଧର ଜେନାଙ୍କ ପୁଅ ବ୍ରଜବନ୍ଧୁ ଜେନା ପ୍ରାୟ 10 ବଖରା ସ୍ଥାୟୀ ପକ୍କା ଘର ନିର୍ମାଣ କରିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ଶ୍ରୀ ଜେନା ଗଣ୍ଡଗୋଳ କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇନଥିଲା। ତେବେ ଆଜି ବୁଧବାର ସକାଳୁ ଶତାଧିକ ଗ୍ରାମବାସୀ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଖୋର୍ଦ୍ଧାରୁ ପ୍ରସନ୍ନ କୁମାର ସ୍ୱାଇଁଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।